आपण मानकर द्वापर जुगरे बाल को काटिला किए ना बेसिया चिंतामणि गोजा काठी अंध हो जाइए बिल्व मंगल आदो जेने प्राय धाई अंध ही बिल्व मंगल जाऊ जाऊ जमुना नदी कूल पहुंची जमुना नदीर जल भीतर को जिते बेले पशे आ सही पारे भगवान कृष्ण ना कहले अंधटा तो मरीज से गोटे शब्द गाई चली सदा बेले ओडिया भागवत जगन्नाथ दास ना जाना में करी जानती प्राणी परम पद चिंता मो नाटा तो व्यर्थ हो चिंतामणि नाटा प्रभु धरी पकईले बिल्वमंगल हाथ को बोले आसो से सारे नदीटा अच्छी बुड़ी जीव आस तुमको सुरक्षित स्थान को नहीं जीवी कदम्ब वनराज भितर ब्राह्मण आश्रय देले भगवान ऋषिकेश चिंतामणि नारायण जगन्नाथ प्रत्येक दिन क्षीर गोरस गुड़ाक आनी धरे दियंती बिल्वमंगल को बिल्वमंगल आपान करती दिन पर दिन बढ़ी जाती दिने बिल्वमंगल विचार कला आज्ञा कहला पुणी तो माया रे पड़ी मो बंधु कहते कुआड़े जो 5 सीता काया सीता माया सीता छाया सीता सुवर्ण सीता इत्यादि आज्ञा आज्ञा इंद्रजित कुआड़े माया सीतार मुंड काटी भूल छक भूल कौ रामायण अच्छी देखी पार सीतार रूप को जड़े मात्र आंकी पारे विभीषण झी त्रिजटा 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 आंकी पारे इंद्रजित कहला आगो भगिनी बोले भौणी टिके सीतार स्वरूपटा को आंकी देलु आंकी देला त्रिजटा आज्ञा ये तो विभूति विद्या रे धूरीन तंत्र विद्या द्वारा आपण जानछंती ए अंचल तो बेसी तंत्र साहित्य रे अधिक अंचल आम अंचल जिते जाठे गुणी लागे प्रेत लागे भी किए क्या गुणी टुणी करे आज्ञा आज्ञा आम अंचल लोक माने नयागढ़ दशपल्ला बेसी आसे अम्मक गुणियाटा बा गछ चलई दबो इंद्रजित गोटे बड़ गुणिया थिला आज्ञा त्रिजटा तैयारी कर दबा ये चित्रटा विभूति विद्या रे जीवंत करई देला आज्ञा बंधु टिके मन दे कि सुनुथा तुम कामेर लागी विभूति विद्या रे जीवंत सीता को काटिला किए ना इंद्रजित जो माया सीता दी कहलो माया सीता दी विषय तुम जानी ना ना माया सीता आज्ञा कोठे रही रावण कोन प्रकृत सीता नहीं की जाती ना हाँ रेडी भगवान बाबू जो घर को जाइए 8 दिन तले दुर्बल हो जाइए ना 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 जो ऊपर जो बाघ होता सही बाघ पिंडाल ऊपर बरो पालिंगी रे बुहाई की जेबी सपियारे बुहाई की ठो तम गारू जी बस किंतु धाड़िए गाह बिछाड़ी ना गाड़ी हवन रावण प्रकृत सीता को नहीं कहीं ना रावण जिते बेले आइला सीता को मोल्ला बसे देखि पाइलानी बस आपण कहिबे
ଆପଣ ମାନେ କହିବେ ହଁ ହଁ ଗୋଟେ ଗାଲୁଆ ଗାଏ ଗୋଟେ ରାବଣ ମଲା ପଛେ ସୀତାକୁ ଦେଖିନି ମୁଁ କହିବି ଦେଖିନି ଦେଖିନି କେମିତି କିପରି ନା ମୋ ପାଖେ ପ୍ରମାଣ ଦିଆ ଦରକାର ହଁ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ବହି ହେଲା ବହି ଦେହି ସବିଳାସ ବିଳାସ ଯେତେବେଳେ ରାବଣ ସୀତାକୁ ନବାକୁ ଆଇଲା ହଁ ହଁ କହିଲା ବହି ଯଦି ବେଶ ରାବଣ ଯେ ଆସିବ ଭୁଜକୁ ଛପାଇ ଆସ ଭୁଜକୁ ଝପାଇ ବୁଦ୍ଧି ଅଙ୍କ କର ବାଳେ ଶଙ୍କର ଜପଇ ଶଙ୍କର ଜପଇ ଶଙ୍କର ଜପଇ ଶଙ୍କର ଜପଇ ଆହା ଶଙ୍କର ଜପଇ ଶଙ୍କର ଜପଇ ଶଙ୍କର ଜପଇ ଶଙ୍କର ଜପଇ କହିଲା ବରହି ଅଙ୍କରେକୁ ପଦ ସତ୍ୱରେ ଇଏ ନ ଦେଖି ଲଙ୍କେଶ ଆହା ନ ଦେଖି ଲଙ୍କେଶ ନ ଦେଖି ଜବେଶ ବେଦମତି ମତ ଏହି ହେଲା ସତ ବିଚାରେ ବିଚାରେ ମାନସ ବିଚାରେ ମାନସ ବିଚାରେ ମାନସ ଆହା ବିଚାରେ ମାନସ ସୀତା ଯେତେବେଳେ ରାବଣ ଭିକ୍ଷା କରିବାକୁ ଆସିଛି ସୀତା ସେଦିନ ତୃତୀୟ ଦିନ ରଜସ୍ୱଳା ଲମ୍ବେଇଲେ ତ ଲମ୍ବି ଚାଲିଥିବ ଏ ତ ଦ୍ୱିତୀୟ ଦାଗର କଥା ପ୍ରଥମ ଦାଗ 3 ଘଣ୍ଟା ହେଲେ ଦ୍ୱିତୀୟ ଦାଗ 2 ଘଣ୍ଟା କାହିଁକି ନା ଦ୍ୱିତୀୟ ଦାଗରେ ଧାକ ଦିନାକେ ଦିନ ନାହିଁ ପାଳିଆ ବାୟକଙ୍କର ସଂଚାର ନାହିଁ କିଛି ନାହିଁ ତ ଭଜନ ନାହିଁ ନା ଓଡ଼ିଶୀ ନାହିଁ ନାହିଁ ପାଳିଆ ମାନଙ୍କର କାମ ନଟ ହଁ ସେ ତ କହିଥିଲେ ଘଣ୍ଟେ 1.5 ଘଣ୍ଟା ଯାଇଥାନ୍ତା ବାସ୍ ଗାୟକର ପିଓ ବାଲା 2 ଘଣ୍ଟା ଆପଣ ପାଇଥାନ୍ତେ କିନ୍ତୁ ଦ୍ୱିତୀୟ ଦାଗରେ ଯେତିକି ହଁ ଯୋଉ ଧାନକୁ ସେଇ ଧାନ ଏଥିରେ ଅଗାଡ଼ି ନେହି ମିଲେଙ୍ଗେ ନା 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 ଦେଖିଦେଲେ ପଣ୍ଡିତେ ହଁ ଆପଣ ମାନଙ୍କର ରାବଣ ସୀତା ନାହିଁ କାରଣ ସୀତା ତୃତୀୟ ଦିନ ରଜସ୍ୱଳା ବାସ୍ ଇଏ ତ ଭୂମି ସୂତା ପୃଥିବୀ ସୂତା ପାର୍ଥିବୀ ଆଉ କଣ ତେଣୁ ଆଙ୍କର ରେତ ବୋଲେ ରଜ ଯଦି ପୃଥିବୀରେ ପଡିବ ମା କଳଙ୍କିନୀ ହବ ଆଚ୍ଛା ତେଣୁ ମା ଜାନକୀ ଅଗ୍ନି ଭିତରେ ସ୍ନାନ କଲେ ହେ 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 ଅଗ୍ନି ଭିତରେ ପଶିଲେ ଅରିଜିନାଲ ସୀତା ଆଚ୍ଛା ରାବଣ ନେଇକି ଗଲା ମାୟା ସୀତାକୁ ଅଶୋକ ରଖିଲା ହଁ ତାହେଲେ ମାୟା ସୀତା ପୁଣି କୋଉଠିକି ଗଲା କୋଉ ଜାଗାକୁ ଅଗ୍ନି ଭିତରେ କାହିଁକି ଗଲା କେମିତି ଗଲା କେମିତି ଯୋଉଦିନ ରାବଣ ମରିଗଲା ହଁ ପ୍ରଭୁ ଯେତେବେଳେ ଆସିଲେ ପୁଣି ସୀତାକୁ ଉଦ୍ଧାର କରି ନବା ପାଇଁ ବାସ୍ ଅଶୋକ କାନନରେ ତ ଅରିଜିନାଲ ସୀତା ନାହିଁ ନା ରାମ କଣ ତୃତୀୟ ଭେଟ ରାମ ଜାଣିନାହାନ୍ତି ମୋ ସ୍ତ୍ରୀ ସତୀ ସେ ସ୍ୱୟଂ ନାରାୟଣ ଭଗବାନ ଆଚ୍ଛା ରାମ କହିଲେ ତମେ ଆଉ ଥରେ ଅଗ୍ନି ଭିତରେ ପ୍ରବେଶ କରିକି ସତୀ ପରୀକ୍ଷା ଦିଅ ବାସ୍ ତାମାନେ ରାମଠୁ ମୂର୍ଖ ତ କେହି ନାହିଁ ସତ କଥା ଆଉ ରାମ କାହିଁକି କହିଲେ କାହିଁକି ନା କହିଲେ ଅରିଜିନାଲ ସୀତାଟା ଅଗ୍ନି ଭିତରେ ଅଛି ବାସ୍ ମାୟା ସୀତାଟା ଅଗ୍ନି ଭିତରକୁ ଗଲେ ପ୍ରକୃତ ସୀତା ବାହାରିବ ମୁଁ ନେଇକି ଯିବି ନେଇକି ଯିବି ସେଇ ମାୟା ସୀତା ବନ୍ଧୁ ଟିକେ ମନ ଦେଇକି ଶୁଣ ପାଲା ଟିକେ ରିସର୍ଚ୍ଚ କର ଆଚ୍ଛା ଆଜ୍ଞା ଆଜ୍ଞା ହଁ ସତଚିତି ଆନନ୍ଦ ଗୁଣଧର ରାମ ଶ୍ରୀରାମ ଜୟ ରାମ ରାମ ଗୁଣି ଗୁଣ ନିର୍ଗୁଣ ସଦଗୁଣ ରାମ ଶ୍ରୀରାମ ଜୟ ରାମ ଅବତାର ସବୁ ତୁମେ ରାମ সংকট মোচন জয় হনুমান রামেতি 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 রাম শ্রীরাম জয় রাম 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 অবতারী নୁହନ୍ତି ଆଉ ତାର ଯେତେବେଳେ ଅବତାର ଧରନ୍ତି ସେତିକି ବେଳେ ମାନବୀୟ ଲୀଳାକୁ ପରିପ୍ରକାଶ କରନ୍ତି ଜଗତକୁ ଶିକ୍ଷା ଦେବା ପାଇଁ ଆଜ୍ଞା। ରାମ ପ୍ରଥମେ କାନ୍ଦିଲେ ରେ ବୈଦେହୀ ଏଣେ ଛାଡ଼ି ଚାଲି ଗଲୁ ଏକା ମୁହିଁ ଆହାରେ
ସେ ଆପଣ ଜାଣିନିଏ ଜୟ ବିଜୟ ଯେହେତୁ ମାନବୀୟ ଲୀଳାକୁ ଧାରଣ କରିଛି ମୋ ପ୍ରଭୁ ତେଣୁ ମାନବୀୟ ଲୀଳାରେ ହସ କାନ୍ଦ ଉଭୟ ପରସ୍ପର ପରିପୂରକ ତେଣୁ ସୁଖର ଲୀଳା କରିବ ଦୁଃଖର ଲୀଳା କରିବ ତେଣୁ ରାମ ଅବତାର ହେଲା ଦୁଃଖର ଲୀଳା କୃଷ୍ଣ ଅବତାରଟା ହେଲା ସୁଖର ଲୀଳା ରାମ ଜନ୍ମ ହେଲା ଦିନରେ କୃଷ୍ଣ ଜନ୍ମ ହେଲା ରାତିରେ ରାମ ଜନ୍ମ ହେଲା ଦିନ 12ଟାରେ କୃଷ୍ଣ ଜନ୍ମ ହେଲା ରାତି 12ଟାରେ ରାମ ଜନ୍ମ ହେଲା ଭବ୍ୟ ସମ୍ବର୍ଦ୍ଧନା ରାଜଉଆସରେ କୃଷ୍ଣ ଜନ୍ମ ହେଲା ଅନ୍ଧକାର ଗୃହରେ ତେଣୁ ଗର୍ଭରେ କଷ୍ଟ ପାଇଛି କୃଷ୍ଣ ଧବକୁ ଆଇଲା ପରେ ସୁଖୀ ହେଇଗଲା ଇଏ ଗର୍ଭରେ ଦୁଃଖ ପାଇଥିଲା ରାମ ତେଣୁ ଆସିଲା ପରେ ସୁଖ ପାଇଗଲେ ତେଣୁ ସଜନ ବର୍ଗେ ଏଇଥିପାଇଁ ଭଗବାନ ରାମ ମାନବୀୟ ଲୀଳାକୁ ପରିପ୍ରକାଶ କରିବାକୁ ଯାଇ କାନ୍ଦିବାକୁ ଲାଗିଲେ ଏହାର ଏକମାତ୍ର ଲକ୍ଷଣ ଆଉ ଯୋଉ ମାୟା ସୀତାଟା ଅଗ୍ନି ଭିତରେ ପଶିବ ଏ ସୀତା ବାହାରିବ କାହିଁକି ମାୟା ସୀତା ଯେତେବେଳେ ପ୍ରବେଶ କରୁଛି ଅଶୋକ ବନରୁ ଅଗ୍ନି ଭିତରକୁ ଯାଉଛି କହିଲା ପ୍ରଭୁ ଲୀଳା କଲି ମୁଁ ଖେଳା କଲି ମୁଁ ରାବଣ ଚୋରି କଲା ମୋତେ ଅଶୋକ ବନରେ ଦଣ୍ଡ ପାଇଲି तो स्त्री रो अभिनय कली हेले तो स्त्री रो स्वाद मु चाखी पारलिनी मयहंग पतिंगी देही पतिंगी देही पतिंगी देही पतिंगी देही पतिंगी देही पांच थर कहि देला माया सीता मोर स्वामी हुआ स्वामी हुआ स्वामी हुआ अस्तु करि देले राम राम बोली इ जुगरे संभव ना आरो जन्म रे मु कृष्ण अवतार लीला नेबी मोर अंगरु पांच थर मागिचु माने पांचटा सृष्टि हेबे रूप आज्ञा सी हेबे पंचु पांडव माया सीता अग्नि रे था द्वापर जुगरे राजा द्रुपद जेते बेले यज्ञ करिवो गोटिए कन्याटिए पाइबा पई अग्नि भितरे धबु अग्नि संभवा तु हबु द्रौपदी पांच थर मागिचु से 5 जन होचंती मो नाकर पवन येणु पांड गायक केशरी उदयनाथ रथ शर्मा येणु पांडव नित्य अच्युत अच्युत नाम रे सोले विश्वर स्पंदन विश्वे बड़ी आनो विश्वे बड़ी आनो विश्वे बड़ी आनो नो जानती तांको बड़ के ही जनार्द विश्वे गले जोड़े सीधा आउ जोड़े सीधा कुआडे गले तो सीधा को छाड़ी के आउ गोटे सीधा दिला छाया सीता से छाया सीताटा कुआडे गला कहला छाया सीता कोला स्मरण जे तार उपरे करिला स्वयं जहा तू देखिल मुग्धरा कहला रावण को करे प्रेम राम निर्वासन देला हो बने सीता को छाड़ियो
ସୁବର୍ଣ୍ଣ ସୀତା ସୁବର୍ଣ୍ଣ ସେ ସୁବର୍ଣ୍ଣ ସୀତାରେ କୁଆଡେ ଗଲା ବାହାରେ ପୁଅ ବନ୍ଧୁ ପାଠ କେତେ ଖାଲିରେ ଟିକେ ଦେଖୁ ଆଉ କେତେ ଉପରେ ଭିତରେ ଖାଲି ବାୟାମନ ଖାଲି ରାତି ଯାକ ଗୋଟେ ସୁରରେ ଚାଲିଲା ତମ ଦେହରେ ତ ଖାଇବା ଯାଉନି ବିଶ୍ୱକର୍ମା ପୂଜାରେ ଗାଈ କେତେ କିଣୁଥିଲ ଖାଇବା ଟିକେ କମେଇ ଦେଲନି ଆଉ ଭଲ ମେଡିସିନ ମୁଁ ତମ ବି ପାଇଲି ଏଥର ଯେତେବେଳେ ପୁଣି ତ ଥାକ ତମ ସହିତ 5-7 ଥାକେ ଅଛି ଆଉ ଅନୁଷ୍ଠାନ ବାଲାକୁ କହିବି ଭଲ କି ଖୁଆଇଦେବେ ରାତି ଯାକ ଦିନ ଯାକ ଲାଟ୍ରିନ୍ ଦୌଡୁଥିବ ଗୋଟେ ଧାରରେ ପାଲା ଚାଲୁଥିବ ମୋ ପରିଶ୍ରମ କମିଯିବ ହଉ କାଲି ଟିକେ ବୃନ୍ଦାବନ ବାବୁ କାଲି ବୁଧବାର ବୁଢାକୁ ଟିକେ ମଟନ ଫଟନ ଟିକେ ଦେଇ ଖୁଆଇଦେଲ ଆଉ ଥରେ ତୁ ପାଶେ ଯାଇକି ଆଉ ତୁ ଘରକୁ ଯାଉ ମୋର ତ ଡକ୍ଟର ମନା କରୁଛି ମୋର ଏଇ ଚୁନା ମାଛ ଯଦି ଟିକେ ଆଣିକି ଆମ୍ବୁଲ ଟିକେ ବେସର ଦେଇକି ଝୁକେଇ ଦବ ଟିକେ ନା ଚାଟିରେ ନ ତ ବଡ ମାଛ ଖାଇବିନି ଚିକେନ ଖାଇବିନି ମଟନ ଖାଇବିନି ସବୁ ବନ୍ଦ କରିଦେଇଛି ଏଇ ଚୁନା ମାଛ ଟିକେ କାଲି ଟିକେ ହଉ ଆଉ ନହେଲେ ମୋର କିଛି ଦରକାର ନହେଲେ ମୁଁ ତମ ଘରକୁ ପଳେଇବି ସେଇଠି ଉଠେ ଖାଇଦେଇକି ପଳେଇ ଆସିବି ରହ ସୁବର୍ଣ୍ଣ ସୀତା କୁଆଡେ ଗଲା ସେତୁ ବନ୍ଧ ପ୍ରତିଷ୍ଠା କାଳରେ ରାମ 2ଟା ସୁବର୍ଣ୍ଣର ସୀତା ପାଇଲେ ସୁବର୍ଣ୍ଣ ସୀତା କେତେଟା ହେଇଥାଏ 2ଟା ସେ 2ଟା କିଏ ନା ବିଶ୍ୱକର୍ମାଙ୍କ ପୁଅ ନଳ ତିଆରି କରିଛି ଗୋଟିଏ ସୁନା ସୀତା ରାବଣ ତିଆରି କରିଛି ଗୋଟେ ସୁବର୍ଣ୍ଣ ସୀତା ରାବଣ ଜାଣିଛି ଯେ ପର୍ଯ୍ୟନ୍ତ ସୀତା ଉଦ୍ଧାର ନ କରିଛନ୍ତି ରାମ ଏ ତ କ୍ଷତ୍ରିୟ ବଂଶରେ ଜନ୍ମ କ୍ଷତ୍ରିୟ ପିଲାଟା ଏ ସ୍ତ୍ରୀକି ଗ୍ରହଣ କରିବନି ନା କର୍ତ୍ରୀ ନହେଲେ ଯଜ୍ଞ ଅସମ୍ଭବ ରାବଣ ସୁବର୍ଣ୍ଣ ସୀତାଟିଏ ଧରିକି ଆସ ବୋଲେ ରାମ ତମ ସ୍ତ୍ରୀ ପୁଷ୍ପକ ବିମାନ ଅଛି ନା ସେ ମୋ ସ୍ତ୍ରୀ ନୁହେଁ ଯେତେବେଳେ ପର୍ଯ୍ୟନ୍ତ ମୁଁ ଆପଣଙ୍କୁ ରଣରେ ପରାସ୍ତ ନ କରିଛି ସେ ପର୍ଯ୍ୟନ୍ତ ସୀତାକୁ ଉଦ୍ଧାର ନ କରିଛି ସେ ପର୍ଯ୍ୟନ୍ତ ସେ ମୋ ସ୍ତ୍ରୀ ନୁହେଁ ନା ସୁବର୍ଣ୍ଣ ସୀତାଟିଏ ମୁଁ ଆଣିଛି ପ୍ରତିଷ୍ଠା କର ଇଏ କର୍ତ୍ରୀ ହେଇକି ବସିବ ମୁଁ ତନ୍ତ୍ର ସାହାଯ୍ୟରେ ଆକୁ ୟା ହାତ ଗୋଡ ଚଲେଇ ଦେବି ସେତିକି ବେଳେ ବିଶ୍ୱକର୍ମା ପୁଅ ନଳ କହିଲା ପ୍ରଭୁ ମୁଁ ବିଶ୍ୱକର୍ମାର ପୁଅ ମୋ ବାପାଙ୍କ ଦ୍ୱାରା ପ୍ରଦତ୍ତ ବିଦ୍ୟାକୁ ମୁଁ ଶିକ୍ଷା କରି ଆପଣଙ୍କର ସେତୁ ବନ୍ଧରେ ମାର ଗୋଟିଏ ସୁବର୍ଣ୍ଣ ମୂର୍ତ୍ତି ତିଆରି କରିଛି ତାକୁ ପ୍ରତିଷ୍ଠା କରନ୍ତୁ ରାବଣ କହିଲା ନା ହେଇପାରିବନି ମୁଁ ଆକୁ ଗ୍ରହଣ କରିପାରିବିନି ମୋ ସୀତା ବସିବ ରାମ କହିଲେ ଆପଣ ବ୍ରାହ୍ମଣ ମୋ ପୁରୋଧା ବ୍ରାହ୍ମଣଙ୍କ ଠାରୁ ସୁବର୍ଣ୍ଣ ନବା ଅଧିକାର ମୋର ନାଇଁ ବର ମୁଁ ଦବାର ଅଧିକାର ଅଛି ତେଣୁ ନଳ ତିଆରି କରିଦବା ସୁବର୍ଣ୍ଣ ସୀତା ମୋର ସହଧର୍ମିଣୀ ହବ ରାଗିଲା ରାବଣ ତେଣୁ ନିଜେ ତିଆରି କରିଦବା ସୁବର୍ଣ୍ଣ ସୀତାକୁ ବୁଲାଇ ଅନ୍ତରାଳେ ଫିଙ୍ଗି ଦେଲା ସମୁଦ୍ରର ଇକ୍ଷୁ ସାଗରରେ ଯାଇ ମୂର୍ତ୍ତି ପଡ଼ିଲା ମଧ୍ୟରେ ଭାସି ଆଜି ପ୍ରାଚୀ କୂଳରେ ମିଳିଲା ଗାଈ କେଉଟ ଉଦ୍ଧାର କରିଲା କାକଟ ମଙ୍ଗଳା ରାବଣ ତିଆରି କରିଥିବା ସୀତା ବିଶ୍ୱର ଅନିନ୍ଦିତ ଅବିସ୍ମରଣୀୟ ପୂଜନୀୟା ବନ୍ଦନୀୟା ମା କାକଟପୁର ମଙ୍ଗଳା ପୂଜା ପାଇଲା ମଙ୍ଗଳା ରୂପରେ ବିଶ୍ୱକର୍ମା ଯୋଉ ପୁଅ ନଳ ତିଆରି କରିଥିଲା ସୁବର୍ଣ୍ଣ ସୀତା ସେ କୁଆଡେ ଗଲା ସୀତା ଉଦ୍ଧାର ହେଇ ପୁଷ୍ପକ ବିମାନରେ ଆସିଲା ବେଳେ କହିଲେ ସ୍ୱାମୀ ଯୋଉଠି ହେଇଥିଲା ସୁବର୍ଣ୍ଣ ସୀତା ସ୍ତ୍ରୀ ହେଇଥିଲା ମୁଁ ମୋ ଶପଥଣୀ ସୌତୁଣୀଟାକୁ ସାଙ୍ଗରେ ଧର ନେଇକି ଆସିଲା ପୁଷ୍ପକ ବିମାନର ଗତି ବଢି ଚାଲିଛି ବଙ୍ଗୋପସାଗର କୂଳ ହେ ବାବୁ ପୁଷ୍ପକ ବିମାନ ମିଳେ
বলে হে বাটরে যেণু পড়িলা হো নাম বাট মঙ্গলা হইলা বিল্বমঙ্গল ব্রাহ্মণ আসিছি কইছি কিଏ দেলা মাড কিଏ ହେଲା বড বিল্বমঙ্গল ব্রাহ্মণ বিচার গলা কলা ছাডিলি ঘর দ্বার চিন্তামণি কি চিন্তামণি কি আয়ে চিন্তামণি কি ঘর দ্বার চিন্তামণি কি চিন্তামণি কি আহা চিন্তামণি কি সার পদার বিন্দ ছার মণি কি চিন্তামণি কি আহা মণি কি বন্ধ করদেবা কিছু নাই টাইম 11 কি 11:30 12 বন্ধ করদেবা 12টা বাজু পড়িবা কলা দুষ্ট গোপাল মায়া বড়াই দেলা মায়া বড়াই দেলা তা ভজন কেনে উভাই গলা উভাই গলা তেনে উভাই গলা ଆପଣମାନଙ୍କୁ ଦେଖିଲେ ମୋର ତ ଯିବାକୁ ମନ ହଉନି ମୁଁ କଣ କରିବି ହଁ ସକାଳ ପାହୁ ଯେତେବେଳେ ଗିଳି ଦଉଛୁ ଆରେ ଏପଟେ ଭଗବାନ ବାବୁ ଆଣିକି ଗଦଉଛି ମୁଁ ତ ଭାରି ଲୋଭି ଲୋକଟା ଆଜ୍ଞା ଆମ ବଜାର ଯୋଉ ଦୋକାନ ଦେଇଛି କାଲି 2 କିଲେ ଚୁଙ୍ଗୁଡ଼ି ମୁଁ ନାଇଁ ଗୁଡ଼ା ମୁଠେ ଭଲ କି ଗାଆନ୍ତୁ ଏରା ଘରେ ଲେମ୍ବୁ ଲୁଣ ଲଗେଇ ଖାଉଛନ୍ତି ରସୁଣ ଦଳିକି ଭୁଟା ସାଙ୍ଗରେ ଆଇଲେ ଟିକେ ପାଟି ଘିଆ ଘିଆ ଗନ୍ଧୁ ଭଲ ମୁଠେ ଗୁଡ଼ାକ ଖାଆନ୍ତୁ ବୁଢ଼ାରୁଆ ଟିକେ ଟୋକାନ୍ତୁ କାଲିଠୁ ଗୋଟେ 20 ଟଙ୍କିଆ କଳାନ୍ତି ମୁଣ୍ଡରେ ମାରିଦଉ ବେଶ ନହେଲେ ମାରିବନି ମୁଁ ତ ଦେବି ଆଉ ତତେ ଦେବି ତୋ ଭାଗି ଯାତୁ ବି ଦେବି କଲା ଏ ଦୁଷ୍ଟ ଗୋପାଳ ସବୁ ନଷ୍ଟ କରିଦେଲା ଆଜ୍ଞା ଏଠି ରହି କିଛି ନାଇଁ ପୁଣି ବର୍ଷୁ ଲେଖିଲେ କଲା ଦୁଷ୍ଟ ଗୋପାଳ ମାୟା ବଢାଇ ଦେଲା ମାୟା ବଢାଇ ଦେଲା ନିଷ୍ଠା ଭଜନ ସବୁ ଉଡାଇ ନେଲା ଉଡାଇ ଦେଲା ସବୁ ଉଡାଇ ଦେଲା ଉଡାଇ ଗଲା ଦୂର କାନନେ ଦୂର କାନନେ ଗଲା ଦୂର କାନନେ କରି ବସିଲା ନିରତ ଧ୍ୟାନ ନିରତ ଧ୍ୟାନେ ନିରତ ଧ୍ୟାନେ ମୁଁ ଅଣ୍ଡାଳି ଅଣ୍ଡାଳି ଏତେ ବାଟ ଆଇଲିଣି ଏ ମୂର୍ଖ ମୂର୍ଖ ଯେମିତି ଦେଖି ନ ପାରୁ ଏ ଗୌଡ଼ ଟୋକାଟା ଖାଇବାକୁ ଦଉଛି ଲୁଚେଇକି କ୍ଷୀର ଦହି ଲହୁଣୀ ଇତ୍ୟାଦି ଆଣିକି ଦଉଛି ବୋପା ଯଦି ଦେଖିବ ମତେ ତ ପିଟିବ ଆଉ ମୁଁ ଲୁଚିକି ଆଇଛି ଇଏ ପୁଣି ମୋ ପଟେ ପଟେ ଗୁଡିକି ବଇଁଶୀ ବଜଉଛି ଅନ୍ଧ ବିଲ୍ବମଙ୍ଗଳ କଲାରେ ମୁଁ ତୋତେ ଖୋଜୁ ନାହିଁ ତୁ କିମ୍ପା ଧାମୁ ତୁ କିମ୍ପା ଧାମୁ ଆରେ ତୁ କିମ୍ପା ଧାମୁ କିଶୋଭୀଙ୍କ ପଛେ ପଛେ ଗୋଡ଼ାଉ ଆରେ ପଛେ ଗୋଡ଼ାଉ ମୁଁ ତ ତୋତେ ଖୋଜୁନି ତୁ କାହିଁକି ମୋ ପଛେ ପଛେ ଗୋଡ଼ଉଛୁ କଲା ବଂଶୀ ବାଦନ ଦେବେ କରିବୁ ଏତେ ଆରେ କରିବୁ ଏତେ କେତେ ଅନାଥ ଅନ୍ଧ ଛନ୍ତି ଜଗତେ ଜଗତେ ଅଛନ୍ତି ଜଗତେ ବନ୍ଧୁ ଏଇଥିରେ 4 ରାତି ନେଇଯିବି କେତେ ଅନାଥ ଅନ୍ଧ ଜଗତରେ ଅଛନ୍ତି ତାଙ୍କ ଆଗରେ ବଜା କୃଷ୍ଣ ପୁଣି ବଜେଇଲେ ବିଲ୍ବମଙ୍ଗଳ କଲା ଏଟାକୁ ପାରି ହବନି କଲାରେ ଟିକେ ଆଇଲୁ ମୁଁ ତ ଅନ୍ଧ ଦେଖିପାରିବିନି ତତେ ଟିକେ ଧରି ପକେଇବି ବିଲ୍ବମଙ୍ଗଳ ବିଚାର କଲା କଲା ଧଇଲେ ଦିଜାଉଡା ବୋପା ଭଳିଆ ପିଟି ଦେବି ଯେ ଛାଡ଼ିବି ପଳେଇବୁ ଏଣେ ଚତୁର ଚିନ୍ତାମଣି ବଢାଇ କର ଚତୁର ଚିନ୍ତାମଣି ବଢାଇ କର ଧର ବୋଲନ୍ତେ ଧରା ପଡ଼ିଛୁ ଚୋରରେ
भगवान कृष्ण जिते बेले मो मालो हाथटा को बढ़ाई देले ठीक सेतिक बेले धरी पकेला अंध बिल्व मंगल प्रभु जगन्नाथ भगवान कृष्णंकर हाथ को अरे मूर्ख गौड़ पिला मु ते खोजु नाई तू किया मो पछरे गोड़ौचु ये कोई भगवान ने कृष्ण को मार बोले पिटी पिटी चलला मारो खाइला ना नहीं मारो खाइला नहीं आगे पिटी चलला अल्लाह चोंडालो छोट लोग बिला भगवान कृष्ण हसुछंती बिल्व मंगल कहला आजी हेउची खेद नाही नयन तो चंद्र मुख कली नाही दर्शन तो चंद्र मुख कली नाही दर्शन अंगारू बोली तोते अंगारू बोली बंदरे चापी खेलती धूली जापी भगवान कृष्ण आखि पताटा तलू पकईदेला बिल्व मंगल कला टेके आखि अनईदेला बिल्व मंगल भगवान कहले उठा टेके पता कहला सुंदर सुंदर हे सुंदर श्याम सुंदर सुंदर हे सुंदर